ଭିଜିଲାନ୍ସ ଜାଲରେ କୁତ୍ରା ସିଡିପିଓ ଜୟଶ୍ରୀ ପଟ୍ଟନାୟକ 2000 ଟଙ୍କା ନେଉଥିବା ବେଳେ ଧରାପଡ଼ିଲେ। ସମ୍ମାନିତ ଶିଶୁ ବିକାଶ ଅଧିକାରୀ ସିଡିପିଓ କୁତ୍ରା ଆଜି ଜଣେ ଅଙ୍ଗନବାଡ଼ି କର୍ମୀଙ୍କଠାରୁ 2000 ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହାପରେ ଭିଜିଲାନ୍ସ ତାଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଛି। ପ୍ରକାଶ ଥାଉକି ଗତ ଜୁଲାଇ ମାସ 20 ତାରିଖ ଦିନ ତେଲିଗଣା ଗୁଉଁଟିଆପଡ଼ାର ଅଙ୍ଗନବାଡ଼ି କର୍ମୀ କଲେଷ୍ଟିକା ଖାଲ୍କୋ ଏକ ମିଟିଂରେ ଯୋଗ ଦେବା ପାଇଁ ଯାଇଥିବା ବେଳେ କୁତ୍ରା ସିଡିପିଓ ଜୟଶ୍ରୀ ପଟ୍ଟନାୟକ ହଠାତ୍ ଅଙ୍ଗନବାଡ଼ି କେନ୍ଦ୍ରକୁ ପରିଦର୍ଶନରେ ଯାଇ ସେଠାରେ ଉପସ୍ଥିତ ଅଙ୍ଗନବାଡ଼ି ହେଲ୍ପରକୁ ଏତେ କମ୍ ପିଲା ଆସିଛନ୍ତି କହିଥିଲେ। ତାପରେ ସବୁଦିନ ଏମିତି କମ୍ ପିଲା ଆସନ୍ତି, ତମେମାନେ ଅଧିକା ପିଲା ସଂଖ୍ୟା ଦେଖାଉଛ କହି ସେଇଠି ହିଁ ଅଙ୍ଗନବାଡ଼ି କର୍ମୀକୁ ଫୋନ୍ କରି ମୋତେ 5000 ଟଙ୍କା ଦବ କହି ଡିମାଣ୍ଡ କରିଥିଲେ ଏବଂ ସେଇଠୁ ଚାଲିଯାଇଥିଲେ। ପରେ ଅଙ୍ଗନବାଡ଼ି କର୍ମୀ ସିଡିପିଓଙ୍କ ପାଖକୁ ଯାଇ ଏତେ ଟଙ୍କା କେଉଁଠୁ ଆଣିବି କହିବାରୁ ସିଡିପିଓ ମୁଲଚାଲ ଆରମ୍ଭ କରିଦେଇଥିଲେ। ତାପରେ 2000 ଟଙ୍କାରେ କଥା ଛିଣ୍ଡିଥିଲା। ପରେ କଲେଷ୍ଟିକା ଖାଲ୍କୋ ରାଉରକେଲା ଭିଜିଲାନ୍ସ ଅଫିସରେ ଏ ସମ୍ପର୍କରେ ଅଭିଯୋଗ କଲାପରେ ଭିଜିଲାନ୍ସ ବିଭାଗ ଜାଲ ବିଛାଇଥିଲା। ଆଜି ଅପରାହ୍ନ 4ଟା ସମୟରେ କଲେଷ୍ଟିକା ସିଡିପିଓଙ୍କୁ 2000 ଟଙ୍କା ଦେଉଥିଲେ, ତେବେ ସେ 1000 ଟଙ୍କା ତାଙ୍କୁ ଫେରସ୍ତ କରି 1000 ଟଙ୍କା ନେଇଥିଲେ। ଏହାପରେ ଛକି ରହିଥିବା ଭିଜିଲାନ୍ସ ବିଭାଗ ତାଙ୍କୁ ଟଙ୍କା ସହିତ ଧରିଥିଲେ ଏବଂ ସୁନ୍ଦରଗଡ଼ ଭିଜିଲାନ୍ସ ଅଫିସକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି। ଅନ୍ୟପଟେ ତାଙ୍କ ରାଜଗାଙ୍ଗପୁରସ୍ଥିତ ବାସଭବନରେ ମଧ୍ୟ ଆଉ ଏକ ଟିମ୍ ଚଢ଼ାଉ କରି ଯାଞ୍ଚ କରୁଥିବା ଜଣାପଡ଼ିଛି। ସୁନ୍ଦରଗଡ଼ କୁତ୍ରାରୁ ରାଜେଶ ସାହୁଙ୍କ ରିପୋର୍ଟ, ସମ୍ବାଦ ଏକ୍ସପ୍ରେସ।